ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ହେ ମନୁଷ୍ୟ, ଯାହା ଉତ୍ତମ ତାହା ସେ ତୁମମାନଙ୍କୁ ଜଣାଉଅଛନ୍ତି। ନ୍ୟାୟାଚରଣ, ଦୟା, ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, ଏହା ଛଡ଼ା ସଦାପ୍ରଭୁ ତୁମଠାରୁ ଆଉ କଣ ଚାହାନ୍ତି? ହାଲେଲୁୟା। ପରମେଶ୍ୱର କହନ୍ତି ଯେ ସେ କେବଳ ନ୍ୟାୟାଚରଣ ଭଲ ପାଆନ୍ତି। ସେ ଆମ ଠାରୁ ସେ ଚାହାନ୍ତି ଆମେ ତାଙ୍କ ସହିତ ଗମନାଗମନ କରିବା। କିନ୍ତୁ କେମିତି? ଆମେ ତ ଗମନାଗମନ କରୁଛୁ ଜନ୍ମରୁ। ଯୋଉମାନେ ଆମେ ଖ୍ରୀଷ୍ଟିଆନ, ଆମେ କଥା କହିଲା ବେଳୁ, ଆମେ ଯୀଶୁଙ୍କ ବିଷୟରେ ଶୁଣିଲା ବେଳୁ ଆମେ ଭାବୁଛୁ ଆମେ ତାଙ୍କ ସହିତ ଗମନାଗମନ କରୁଛୁ। କାରଣ ମନୁଷ୍ୟ ମିଛ କିଣି ବହୁତ ବିଶ୍ୱାସ କରିଥାଏ। କାରଣ ମିଛ ଆମକୁ ବହୁତ ଖୁସି ଦେଇଥାଏ। ଆମେ କାହା ସହିତ ଗମନାଗମନ କରୁଛୁ ଆମେ ନିଜେ ଜାଣିପାରୁଛୁ। ଆସନ୍ତୁ ଆଜିର ବାକ୍ୟ ଆମେ ଆରମ୍ଭ କରିବା। ସେ ଆମଠାରୁ ନ୍ୟାୟାଚରଣ ଭଲ ପାଆନ୍ତି, ଦୟାକୁ ଭଲ ପାଇବା ଚାହାନ୍ତି। ଆମେ ବି ତାଙ୍କ ପରି ଦୟାବାନ ହବା, ଆମେ ବି ଯୀଶୁଙ୍କ ପରି ନମ୍ର ହବା, ଆଉ ପରମେଶ୍ୱରଙ୍କ ସହିତ ଗମନାଗମନ କରିବା। ୟେସ୍ ପ୍ରିୟମାନେ, ସମସ୍ତ ମନ, ସମସ୍ତ ଅନ୍ତଃକରଣ ଦେଇ ଆମେ ପ୍ରଭୁଙ୍କର ସେବା କରିବା। ମାଥ୍ୟୁ 23:37-39 ଯାଏ ଆମେ ପାଠ କରିବା। ମାଥ୍ୟୁ 23:37-39। Go Jerusalem, ଭାବବାଦୀ ମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତ ମାନଙ୍କ ପ୍ରସ୍ତରାଘାତକାରିଣୀ କୁକୁରଟି ଯେପରି ପକ୍ଷ ତଳେ ଆପଣା ଶାବକ ମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତାହାର ସନ୍ତାନ ମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ। ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି। କାରଣ ମୁଁ ତୁମମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ। ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ। ଆମିନ୍। ପ୍ରିୟମାନେ, ଭାଗ୍ୟ କୁହେ ଆଉ ପ୍ରଭୁ ଯୀଶୁ ସେଦିନ ଇସ୍ରାଏଲୀୟ ମାନଙ୍କୁ କହିଥିଲେ, ଆଜି ସେ ଆପଣଙ୍କୁ ଆଉ ମୋତେ କହିବାକୁ ଚାହାନ୍ତି। ମନେ ରଖିବା, ପରମେଶ୍ୱରଙ୍କର ବାକ୍ୟ ଏଇ ବାଇବଲରେ ଯାହା ଲେଖା ହେଇଛି ସେଇ ସମୟରେ କାହାକୁ କୁହାଯାଇ ଥାଇପାରେ, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଆଉ ମୋତେ ହିଁ ସେ ବାକ୍ୟ କହୁଛି। ଆଉ ପ୍ରଭୁ ଯୀଶୁ ବିଳାପ କରୁଛନ୍ତି, କାନ୍ଦୁଛନ୍ତି, ଆଉ ଇସ୍ରାଏଲୀୟ ମାନଙ୍କୁ କହୁଛନ୍ତି, ଜେରୁସାଲେମକୁ କହୁଛନ୍ତି, ମୁଁ କେତେ ଥର ତୋର ସନ୍ତାନ ମାନଙ୍କୁ ଏକତ୍ର କରିବାକୁ ଚେଷ୍ଟା କଲି, କିନ୍ତୁ ତୁମେମାନେ ଇଚ୍ଛୁକ ହେଲ ନାହିଁ। ମୁଁ କେତେ ଥର ଭବିଷ୍ୟତ ବକ୍ତା ମାନଙ୍କୁ ପଠେଇଲି ତୁମ ପାଖକୁ, କିନ୍ତୁ ତୁମେମାନେ ଏକତ୍ର ହେବାକୁ ଇଚ୍ଛା କଲ ନାହିଁ। ପରମେଶ୍ୱରଙ୍କର ପକ୍ଷ ତଳେ ରହିବା ପାଇଁ ତୁମେ ଇଚ୍ଛା କଲ ନାହିଁ। ଯୋଉ ଆଜ୍ଞା ସେ ଦେଇଛନ୍ତି ମାନିବା ପାଇଁ, ସେ ଆଜ୍ଞା ତୁମେ ପାଳନ କଲ ନାହିଁ। ତୁମେ ପରମେଶ୍ୱରଙ୍କ ସହିତ ନମ୍ରତାର ସହିତ ଗମନାଗମନ କଲ ନାହିଁ। ୟେସ୍ ପ୍ରିୟମାନେ, ସେଇଥିପାଇଁ ଆମକୁ ଛାଡ଼ିଦେଲେ। ସେ ସ୍ୱାଧୀନ ଭାବରେ ସେ ଛାଡ଼ି ଦେଇଛନ୍ତି। 38 ପଦରେ ଲେଖାଯାଏ, ଦେଖ ତୁମମାନଙ୍କ ଘର ତୁମମାନଙ୍କ ହାତରେ ଛାଡ଼ି ଦିଆଯାଉଛି। ତୁମର ହୃଦୟକୁ, ତୁମର ଘରକୁ ତୁମ ହାତରେ ଛାଡ଼ି ଦିଆଯାଉଛି।
ତୁମର ମନକୁ ତୁମ ହାତରେ ଛାଡି ଦିଆଯାଉଛି। ତମର ଯେମିତି ଇଚ୍ଛା ତୁମେ ସେମିତି କର। ତମକୁ ପ୍ରତ୍ୟେକ ବିଷୟ ଶିକ୍ଷା ଦିଆଯାଇଛି। କେମିତି ତୁମେ ଉଦ୍ଧାର ପାଇବ ସେଇ ଶିକ୍ଷା ବି ଦିଆଯାଇଛି। ତମେ ଯୋଉ କାର୍ଯ୍ୟ କରୁଛ ସେ କାର୍ଯ୍ୟ କରିବା ଫଳରେ ତୁମେ ଯେ ନର୍କରେ ଯାଇକି ପଡିବ, ବିନଷ୍ଟ ହବ, ଅନନ୍ତ ମୃତ୍ୟୁ ଲାଭ କରିବ, ଏଇ ବିଷୟ ମଧ୍ୟ ତୁମକୁ ଜଣେଇ ଦିଆଯାଇଛି। କିନ୍ତୁ ତୁମେ ମାନିଲ ନାହିଁ। ଆଉ ତୁମର ଘର, ତୁମର ଶରୀର, ତୁମର ହୃଦୟ ତୁମର ହାତରେ ଛାଡି ଦିଆଯାଉଛି। ଚଏସ୍ ଇଜ୍ yours। Yes, ପ୍ରିୟମାନେ, ଚଏସ୍ ଆମ ହାତରେ ଛାଡିଦେଲେ ଆମେ କାହାକୁ ଗ୍ରହଣ କରିବା? ଅନନ୍ତ ଜୀବନକୁ ନା ଅନନ୍ତ ମୃତ୍ୟୁକୁ? ଆମ ହାତରେ ସେ ଛାଡି ଦେଇଛନ୍ତି। କାରଣ ମୁଁ ତୁମମାନଙ୍କୁ କହୁଛି, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ। ପ୍ରଭୁ ଯୀଶୁ କହୁଛନ୍ତି, ମନେ ପକେଇ ଦଉଛନ୍ତି ଆମକୁ ଗୀତ ସଂହିତାକୁ। କାରଣ ଲେଖାଯାଏ ପରମେଶ୍ୱରଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ। ଆମେ ଆଜି ବୁଝିବା ପ୍ରଭୁ ଯୀଶୁ ଧନ୍ୟ ଅଟନ୍ତି। ପ୍ରିୟମାନେ, ଆମେ ତାଙ୍କର ପ୍ରଶଂସା କରିବା, ଆମେ ତାଙ୍କର ଆରାଧନା କରିବା। ତାଠାରୁ ଅଧିକ ସେ ଆମ ଠାରୁ କିଛି ଚାହାନ୍ତି ନାହିଁ। ଏଇ ଆରାଧନା କଣ ଅଟେ ଆଉ ଏଇ ଆରାଧନା କେବେ ଆରମ୍ଭ ହେଲା? ଆପଣ ମାନେ କହିପାରିବେ କି ପୃଥିବୀର ପ୍ରଥମ ଆରାଧନା? କେହି ଯଦି କହିପାରିବେ ଅନୁଭୂତ କରି କହନ୍ତୁ। ଯେତେବେଳେ ଦୂତ ଆସି କହିଲେ, ଦୂତ ମାନେ ପଣ୍ଡିତ ମାନେ ଆରାଧନା କଲେ ପ୍ରଭୁ ଯୀଶୁ ଜନ୍ମ ହୋଇଥିବା ସମୟରେ, ପଣ୍ଡିତ ମାନେ ଆସିକି ଆରାଧନା କଲେ, ତାହା ହଉଛି ଆରାଧନା। ହଁ, ସେଇଟା ବି ଆରାଧନା। କିନ୍ତୁ ମୁଁ ଯାହା ଶିକ୍ଷା ପାଇଛି, ହେବଲ ଯୋଉଟା କରିଥିଲି, କେବଳ ଯୋଉଟା କରିଥିଲେ, ହଁ ସେଇଟା ବି ଆରାଧନା। କିନ୍ତୁ ପ୍ରକୃତରେ ପ୍ରଥମ ଆରାଧନା, ଯେତେବେଳେ ଆମେ ଜାଣିବା ଆରାଧନା କଣ, ସେତେବେଳେ ଆମର ମନେ ପଡିଯିବ। ସମସ୍ତେ ଆମେ ଜାଣିଛୁ, ଯେତେବେଳେ ହବାକୁ ତିଆରି କଲେ, ପରମେଶ୍ୱର, ସେତେବେଳକୁ ଆଦମ ଯୋଉ କଥାଟି କହିଲେ, ପରମେଶ୍ୱରଙ୍କୁ ପ୍ରଶଂସା କରି କହିଲେ, ଆନନ୍ଦ ହୃଦୟ ସହିତ କହିଲେ, ଏଥର ହେଲା। ହାଲେଲୁୟା। ହାଲେଲୁୟା। ଏଇଟା ହଉଛି ପୃଥିବୀର ସୃଷ୍ଟିର ପ୍ରଥମ ଆରାଧନା। ପ୍ରିୟମାନେ, ଆମେ ଆରାଧନା କରିବା, କିନ୍ତୁ କାହିଁକି? କଣ ଦରକାର ଅଛି ଆମେ ଆରାଧନା କରିବା? ଆସନ୍ତୁ, କାହିଁକି ଆମେ ଆରାଧନା କରିବା ଦେଖିବା। ଯେଶାୟା 43 ପର୍ବ 21 ପଦ। ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ। ହାଲେଲୁୟା। ସେ ଆମକୁ କାହିଁକି ସୃଷ୍ଟି କରିଛନ୍ତି? ସେ ଆପଣଙ୍କୁ କାହିଁକି ସୃଷ୍ଟି କରିଛନ୍ତି? ଆମ୍ଭେ ଆପଣ ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ, ତାଙ୍କର ପ୍ରଶଂସା କରିବାକୁ ହିଁ ସେ ଆମକୁ ତିଆରି କରିଛନ୍ତି। ପ୍ରିୟମାନେ, ଆଉ ସେଇଥିପାଇଁ ଆମକୁ ତାଙ୍କର ଆରାଧନା କରିବାକୁ ପଡିବ। ଆମକୁ ତାଙ୍କର ସ୍ତୁତି ପ୍ରଶଂସା କରିବାକୁ ପଡିବ। ଯୋଉ ଦାୟିତ୍ୱ ସେ ଆମକୁ ଦେଇଛନ୍ତି, ସେଇ ଦାୟିତ୍ୱକୁ ଆମେ ତୁଲେଇବାକୁ ପଡିବ। ଯୋଉ କର୍ତ୍ତବ୍ୟ ଆମକୁ ଦେଇଛନ୍ତି, ସେଇ କର୍ତ୍ତବ୍ୟକୁ ସମ୍ପାଦନ କରିବାକୁ ପଡିବ। ଗୀତ ସଂହିତା 147 ପର୍ବ 1 ଆଉ 2 ଟିକେ ଦେଖିବା। ଗୀତ ସଂହିତା 147 ପର୍ବ ମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ, ଯେହେତୁ ତାହା
ମନୋହର ଓ ପ୍ରଶଂସା ଶୋଭନୀୟ। ସଦାପ୍ରଭୁ ଜେରୁସାଲେମକୁ ଗଢନ୍ତି, ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି। ଆଉ ଅନେକ କଥା ଆମେ ଈଶ୍ୱରଙ୍କୁ ଏଇଥିପାଇଁ ପ୍ରଶଂସା କରିବା ଯେହେତୁ ସେ ଆମକୁ ଗଢିଛନ୍ତି, ଆମକୁ ତିଆରି କରିଛନ୍ତି। ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି। ସେଇଥିପାଇଁ ଆମେ ତାଙ୍କୁ ପ୍ରଶଂସା କରିବା, ତାଙ୍କର ଆରାଧନା କରିବା। ସେ ଆମକୁ ଆଜି ଯାଇ ଜୀବିତ କରି ରଖିଛନ୍ତି, ସେଇଥିପାଇଁ ଆମେ ତାଙ୍କୁ ଆରାଧନା କରିବା, ପ୍ରଶଂସା କରିବା। ସେ ଆପଣଙ୍କୁ ଆଉ ମତେ ଏଇ ସୁନ୍ଦର ଜୀବନ ଦେଇଛନ୍ତି, ସେଥିପାଇଁ ଆମେ ତାଙ୍କୁ ପ୍ରଶଂସା କରିବା, ଧନ୍ୟବାଦ ଦବା। ରକ୍ତ ବିଷୟ ସକାଶେ ଆମେ କେବେ ଧନ୍ୟବାଦ ଦଉନାହୁଁ। ଆମେ ଧନ୍ୟବାଦ ଦଉଛୁ ଏଇଥିପାଇଁ ଯେ ସେ ଆମ ଜୀବନରେ ମଙ୍ଗଳ କରିଛନ୍ତି। ସେ ଆମକୁ ଧନ ଦେଇଛନ୍ତି, ସେ ଆମକୁ ଜ୍ଞାନ ଦେଇଛନ୍ତି, ସେ ଆମକୁ ପରିବାର ଦେଇଛନ୍ତି। ସେଇଥିପାଇଁ ସେ ଆମକୁ କୋଠା ବାଡି ଦେଇଛନ୍ତି, ସେ ଆମକୁ ଗାଡି ଦେଇଛନ୍ତି, ସେଇଥିପାଇଁ ପ୍ରଶଂସା କରୁଛୁ। କିନ୍ତୁ ଥରେ ଭାବି ଦେଖିବା ପ୍ରିୟମାନେ, ଆପଣଙ୍କର ଯେତେ ଧନ ଥିଲେ ସୁଦ୍ଧା ପରଦିନ ରାତିରେ କାଲି ମୁଁ ଯୋଉ ଯାଇଥିଲି ଯୋଉ ଗାଁ, ସେଇ ଗାଁରେ ସନ୍ଧ୍ୟା ବେଳେ ଜଣେ ଲୋକ ସମ୍ପୂର୍ଣ୍ଣ ଭଲ ଥିଲା, ଗୋଟେ ଧନୀ ଲୋକ ହଠାତ୍ ଯୋଉ ଭାଇ ଜଣକ ମତେ କହିଲେ ସେ ତାଙ୍କୁ ନେଇକି ଯିବାର ଥିଲା ଗୋଟେ ଗାଁ 8:30 ବେଳକୁ, ରାତି 8:30 ବେଳକୁ, କିନ୍ତୁ ତାକୁ ଆଉ ନେଲେ ନାହିଁ। ସେ ପଳେଇଲେ, ଯାଇକି 10:30 ଯେତେବେଳେ ଫେରୁଛନ୍ତି ସେ ଲୋକ ଆଉ ନାହିଁ। আর সেই ଧନ କୋଉ କାମର ଭାଇ? ୟେସ୍, ଯଦି ଜୀବନ ନାହିଁ କିଛି ନାହିଁ। ଏଇ ସୁନ୍ଦର ଜୀବନ ଆପଣଙ୍କୁ ଆଉ ମତେ ସିଏ ଦେଇଛନ୍ତି, ସେଇଥିପାଇଁ ଆମେ ଧନ୍ୟବାଦ ଦେବା। ଅନେକ ଲୋକ ଅଛନ୍ତି ଯୋଉମାନଙ୍କର ଆଖି ଥାଇକି ବି ଦେଖାଯାଉନି, ଆଉ କେତେ ଜଣଙ୍କର ଆଖି ତ ଆରମ୍ଭରୁ ପିଲା ବେଳୁ ଦେଖାଯାଉନି, ଅନ୍ଧ ସେମାନେ ଏତେ କଷ୍ଟ ପାଉଛନ୍ତି। ଯଦି ଆପଣଙ୍କର ସେମିତି ହୁଅନ୍ତା, ଯଦି ମୋର ସେଇ ଅବସ୍ଥା ହୁଅନ୍ତା, ଏତେ କଷ୍ଟ ପାଇଥାନ୍ତୁ। କିନ୍ତୁ ପ୍ରଭୁ ଆମକୁ ସୁନ୍ଦର ସୁନ୍ଦର ଆଖି ଦେଇଛନ୍ତି, ସେଥିପାଇଁ କେବେ ଧନ୍ୟବାଦ ଦଉଛୁ କି? ଅନେକ ଲୋକଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ, ଅନେକ ଲୋକର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ, ଅନେକ ଲୋକଙ୍କର ଗୋଡ ଥାଇପାରେ କିନ୍ତୁ ସେମାନେ ଚାଲି ପାରନ୍ତି ନାହିଁ, କେତେ ଜଣଙ୍କର ତ ଗୋଡ ବି ନାହିଁ। କିନ୍ତୁ ପ୍ରଭୁ ଆମକୁ ସୁନ୍ଦର ଆଖି ଦେଇଛନ୍ତି, ଆମେ ସବୁ କିଛି ଦେଖିପାରୁଛୁ। ପ୍ରଭୁ ଆମକୁ ସୁନ୍ଦର ପାଟି ଦେଇଛନ୍ତି, ଆମେ ଖାଇ ପାରୁଛୁ, ଆମେ କଥା କହିପାରୁଛୁ, ଆମର ମନର ଭାବକୁ ବ୍ୟକ୍ତ କରିପାରୁଛୁ। ଆମକୁ ଗୋଡ ଦେଇଛନ୍ତି, ଆମେ ଚାଲି ପାରୁଛୁ। ଯାହାର ହାତ ଥାଇ କାମ କରୁନାହିଁ, ଯଦି ଆପଣଙ୍କର ସାହା ହେଇଥାନ୍ତା, ମୋର ଅବସ୍ଥା ସେମିତି ହେଇଥାନ୍ତା, ତାହେଲେ ମୁଁ କେତେ କଷ୍ଟ ପାଇଥାନ୍ତି। ଥରେ ଚିନ୍ତା କରିବା। ମୁଁ ଅନୁଭବ କରିଛି ମାଙ୍କର ଯେତେବେଳେ ଗୋଡ କାମ କଲା ନାହିଁ, ସେ ମୁଭ କରିପାରିଲେ ନାହିଁ, ଠିଆ ହେଇପାରିଲେ ନାହିଁ, ଘୁଞ୍ଚି ପାରିଲେ ନାହିଁ, ଏତେ କଷ୍ଟ ସେ ପାଇଲେ। ଯଦି ସେଇ ଅବସ୍ଥା ଆମର ହୁଏ, ଆମେ କେତେ କଷ୍ଟ ପାଇବା, ଶାରୀରିକ, ମାନସିକ। ପ୍ରିୟମାନେ, କିନ୍ତୁ ପ୍ରଭୁ ଆମକୁ ପ୍ରେମ କରିଛନ୍ତି, ଆମକୁ ସୁନ୍ଦର ପାଟି ଦେଇଛନ୍ତି, ସୁନ୍ଦର ହାତ ଦେଇଛନ୍ତି, ସୁନ୍ଦର ଗୋଡ ଦେଇଛନ୍ତି, ସୁନ୍ଦର ମନ ଦେଇଛନ୍ତି। ପ୍ରତ୍ୟେକ ଦିନ ପ୍ରିୟମାନେ, ପ୍ରତ୍ୟେକ ଦିନ ପ୍ରଭାତରୁ ଉଠିବା ପରେ ଏଇଥିପାଇଁ ଆମେ ଧନ୍ୟବାଦ ଦବା। ଏଇଟା ତ ତାଙ୍କର ମଙ୍ଗଳ ଦାନ ଅଟେ। ଓକେ, ସମୟ ହବାକୁ ଯାଉଛି, ଆସନ୍ତୁ। ସେ ଗଢନ୍ତି, ସେ ତିଆରି କରିଛନ୍ତି ଆମ, ସେଥିପାଇଁ ଧନ୍ୟବାଦ ଦେବା। ଗୀତ ସଂହିତା 135 ପର୍ବ 3 ପଦ ଟିକେ ଦେଖିବା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କର ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, କାରଣ ତାହା ମନୋହର। ଆମେନ୍। ପରମେଶ୍ୱରଙ୍କର ନାମ ହିଁ ମନୋହର ଅଟେ।
ସେ ମଙ୍ଗଳମୟ, ସେଇଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦବା। ମୋଟ ଉପରେ କହିବାକୁ ଗଲେ ସେ ମଙ୍ଗଳମୟ ଅଟନ୍ତି, ସେଇଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦବା। ସେ ସୃଷ୍ଟିକର୍ତ୍ତା ଅଟନ୍ତି, ମତେ ସୃଷ୍ଟି କରିଛନ୍ତି, ମୋର ସବୁ ଆବଶ୍ୟକତାକୁ ପୂରଣ କରନ୍ତି, ମତେ ସୁନ୍ଦର ସୁନ୍ଦର ଅଙ୍ଗ ପ୍ରତ୍ୟଙ୍ଗ ଦେଇଛନ୍ତି, ସେଇଥିପାଇଁ ଧନ୍ୟବାଦ ଦବା। ତାଙ୍କର ପ୍ରେମ ସକାଶେ ଧନ୍ୟବାଦ ଦବା, ତାଙ୍କର ଦୟା ସକାଶେ, ତାଙ୍କର କରୁଣା ସକାଶେ ଆମେ ତାଙ୍କୁ ଧନ୍ୟବାଦ ଦବା। କାହାକୁ ଦବା? ଧନ୍ୟବାଦ ତ ଜୀବନରେ ଆମେ ସମସ୍ତଙ୍କୁ ଦଉଛୁ। ମୁଁ ଯଦି କାହାକୁ କିଛି ଦିଏ ତାହେଲେ ସେ ମତେ ଧନ୍ୟବାଦ ଦିଅନ୍ତି, ଧନ୍ୟବାଦ ବୋଲି କୁହନ୍ତି, ନୁହେଁ କି? ସେମିତି ଦେଖିବାକୁ ଗଲେ ଆମେ କାହାକୁ ଧନ୍ୟବାଦ ଦବା, ଆମେ କାହାକୁ ଆରାଧନା କରିବା, ଆମେ କାହାର ପ୍ରଶଂସା କରିବା। ପ୍ରଭୁ ଯୀଶୁଙ୍କର ଯାତ୍ରା 20 ପର୍ବ 3 ପଦ ଟିକେ ଦେଖିବା। ଯାତ୍ରା 20 ପର୍ବ 3 ପଦ ଟିକେ ପାଉଛନ୍ତି, ପଢନ୍ତୁ। ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ୟେସ୍, ତାଙ୍କ ସାକ୍ଷାତରେ ଆମର ଆଉ କୌଣସି ଦେବତା ହବ ନାହିଁ, କାରଣ ଆମେ ଦେବତାକୁ ହିଁ ପ୍ରଶଂସା କରୁ। ଯିଏ ସୃଷ୍ଟିକର୍ତ୍ତା ଆମେ ତାଙ୍କୁ ପ୍ରଶଂସା କରୁ, ସେ ଦେବ ମାନଙ୍କର ଦେବ ଅଟନ୍ତି, ଆମେ ତାହାଙ୍କର ପ୍ରଶଂସା କରିବା ଉଚିତ। ଆଉ ଗୋଟେ ଦେଖିବା ମାଥ୍ୟୁ 4 ପର୍ବ 10 ପଦ। ମାଥ୍ୟୁ 4 ପର୍ବ 10 ପଦ ଦୃଷ୍ଟି ଆଗରୁ ବାହାର କରିକି ରଖିଥ। ତହିଁରେ ଯୀଶୁ ତାହାଙ୍କୁ କହିଲେ, ଦୂର ହୋ ଶୈତାନ, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ। Yes, ଆମେ କାହାର ଉପାସନା କରିବା? ଆମେ କାହାର ଆରାଧନା କରିବା? ବାକ୍ୟରେ ଲେଖାଯାଏ, ପ୍ରଭୁ ଯୀଶୁ କୁହନ୍ତି ଯେ ଆମେ କେବଳ ଆଉ କେବଳ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବା, ଆଉ କେବଳ ତାଙ୍କର ଉପାସନା କରିବା, ପ୍ରଶଂସା କରିବା ଆଉ ଆରାଧନା କରିବା। ଆମକୁ ଲାଗେ ଏ ଦୁଇଟି ଗୋଟିଏ, କିନ୍ତୁ ପ୍ରକୃତରେ ପ୍ରଶଂସା କରିବା, ଆରାଧନା କରିବା ଭିତରେ ପାର୍ଥକ୍ୟ ରହିଛି। ଗୋଟେ ବିଷୟ ଯଦି ଆମେ ଲାଭ କରୁଛୁ ଜଣଙ୍କ ଠାରୁ, ତାଙ୍କୁ ଯୋଉ ପ୍ରଶଂସା ଯାହା କହୁଛୁ ଆମେ, ସେଇଟା ହଉଛି ପ୍ରଶଂସା ଅଟେ, କିନ୍ତୁ ପ୍ରତ୍ୟେକ ପ୍ରଶଂସା ଆରାଧନା ନୁହେଁ। ଆରାଧନା କଣ? ସମ୍ପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରିବା ହଉଛି ଆରାଧନା। ୟେସ୍ ପ୍ରିୟ ମାନେ, ଖାଲି ପ୍ରଶଂସାର ଗୀତି ଗାଇବା ଆରାଧନା ନୁହେଁ। ଆମର ନିଜକୁ ସମର୍ପଣ କରିବା ହଉଛି ପ୍ରକୃତ ଆରାଧନା। ୟେସ୍, ଆମେ ରୋମିଓ 12 ପର୍ବ 1 ପଦରେ କଣ ଲେଖାଯାଏ ये ଦେଖିଦବା। ରୋମିଓ 12 ପର୍ବ 1 ପଦ। ପଢନ୍ତୁ। ଶୁଭା ଯାଉନି। ଓକେ ଓକେ, ମୁଁ ପଢି ଦଉଛି। ମୁଁ ଟିକେ ଅତଏବ ହେ ଭାଇ ମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କର ଦୟା ହେତୁ ବିନତି କରୁଅଛି, ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ୟେସ୍ ପ୍ରିୟ ମାନେ, ଏଇଟା ହଉଛି ପ୍ରକୃତ worship। କଣ? ନିଜର ଶରୀରକୁ ଆମେ ଈଶ୍ୱରଙ୍କ ନିକଟରେ ଆମର ଶରୀରକୁ ସଜୀବ, ପବିତ୍ର ଓ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କରିବା, ଏଇଟା ତ ପ୍ରକୃତ ଉପାସନା। ପ୍ରଶ୍ନ,
ନିଜକୁ ଚିନ୍ତା କରିବା ପାଇଁ ଯେ ପ୍ରକୃତରେ ଆମେ ଉପାସନା କରୁଛୁ କି? ପ୍ରକୃତରେ ଆମେ ଆରାଧନା କରୁଛୁ ନା ନାଇଁ? ଯଦି କରୁଛୁ, ହାଲେଲୁୟା, ଆମେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ହେଇସାରିଛୁ। ଯଦି ଏ ଯାଏ କରିନୁ ପ୍ରିୟମାନେ, ଆଜିଠାରୁ ଆରମ୍ଭ କରିବା। ୟେସ୍, ଆଜି ହିଁ ପ୍ରକୃତ ସମୟ, ବର୍ତ୍ତମାନ ହିଁ ପ୍ରକୃତ ସମୟ, ବର୍ତ୍ତମାନ ଠାରୁ ଆରମ୍ଭ କରିବା। ସେ ମଙ୍ଗଳମୟ ଅଟନ୍ତି। ଆଉ ଲେଖାଯାଏ, ଆମେ ଯାହା ବି ଅଧର୍ମ କରିଛୁ, ଆମେ ଯାହା ବି ପାପ କରିଛୁ, ପୂର୍ବରୁ ପଶ୍ଚିମ ଯେତିକି ଦୂର, ସେ ସେତେ ଦୂର ଆମର ପାପକୁ ଠେଲି ଦେବେ। ସେ ଆଉ ତାହା ସ୍ମରଣ କରିବେ ନାହିଁ, କାରଣ ଆମେ ତାଙ୍କର ଲୋକ ହୋଇଯିବା। ଆମେ ପରମେଶ୍ୱରଙ୍କର ପୁତ୍ର ଆଉ କନ୍ୟା ହେଇଯିବା। ପ୍ରିୟମାନେ, ଆମର ଶରୀରକୁ ଆସନ୍ତୁ ଆଜିଠାରୁ ଉତ୍ସର୍ଗ କରିବାକୁ ଆରମ୍ଭ କରିବା। ଆମର ଶରୀରର ଇଚ୍ଛାକୁ ଆମେ ତାଙ୍କ ହାତରେ ଦେବା। এই ଶରୀରର ଇଚ୍ଛାରେ ଚାଲିବା ହିଁ ପାପ ଅଟେ। ସେଥିପାଇଁ ସତ୍ୟ ଆଉ ଆତ୍ମାରେ ଆମେ ତାଙ୍କର ଆରାଧନା କରିବା, ଆମେ ତାଙ୍କର ପ୍ରଶଂସା କରିବା। ଯୋହନ 4:23 ପଦ, ଯୋହନ 4:23 ପଦ, 24 ପଦ। କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକ ମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ, କାରଣ ପିତା ଏ ପ୍ରକାର ଉପାସନା ଚାହାନ୍ତି। ଈଶ୍ୱର ଆତ୍ମା, ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି ଆତ୍ମାରେ ଓ ସତ୍ୟରେ ଉପାସନା କରିବା ସେମାନଙ୍କୁ ଉଚିତ। ଆମେନ୍। ହାଲେଲୁୟା। ପରମେଶ୍ୱର କେମିତି ଉପାସକ ଚାହାନ୍ତି? ଯେ ସତ୍ୟରେ ଆଉ ଆତ୍ମାରେ ତାଙ୍କର ଉପାସନା କରୁଛି, ତାଙ୍କର ଆରାଧନା କରୁଛି, ନିଜକୁ ସମର୍ପଣ କରୁଛି ତାଙ୍କ ହାତରେ। ପରମେଶ୍ୱର ସେମିତି ଆରାଧକ ଚାହାନ୍ତି। ପ୍ରିୟମାନେ, ଆମେ ସମସ୍ତେ ଆମେ ସେମିତି ଆରାଧକ ହେବା। କାହିଁକି ଆମେ ପରମେଶ୍ୱରଙ୍କ ଠାରୁ ବିମୁଖ ହେବାକୁ ଯିବା? ପରମେଶ୍ୱରଙ୍କ ଠାରୁ ଆମେ ବିମୁଖ ହବା ନାହିଁ। ଆମେ କେବଳ ଆଉ କେବଳ ତାଙ୍କର ଆରାଧନା କରିବା, କିନ୍ତୁ ପ୍ରକୃତରେ ଆମେ କଣ କରୁଛୁ? ଗୋଟିଏ ବିଷୟ ମୁଁ ଜଣେଇବାକୁ ଚାହେଁ, ଆଜିର ମେସେଜ ତ ସରିବ ନାହିଁ। ଆରାଧନା ଆମେ ପ୍ରତ୍ୟେକ ଦିନ କରୁଛୁ। ୟେସ୍ ପ୍ରିୟମାନେ, କେବଳ ଆମେ ନୁହେଁ, ପୃଥିବୀର ସମସ୍ତେ, ପ୍ରତ୍ୟେକ ମାନବ ଜାତି ଆରାଧନା କରୁଛନ୍ତି। ସକାଳୁ ଉଠିକି ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ଆରାଧନା କରୁଛୁ। କିନ୍ତୁ କାହାର ଆରାଧନା କରୁଛୁ? ଆମେ ଯାହାକୁ ପ୍ରଶଂସା କରୁଛୁ, ମୁଁ ଟିକେ ଓଲଟେଇ କରି କହିବାକୁ ଚାହେଁ, ଆମେ କାର୍ଯ୍ୟ କରିବା ଦ୍ୱାରା, ଆମେ ଚିନ୍ତା କରିବା ଦ୍ୱାରା, ଆମେ କଥା କହିବା ଦ୍ୱାରା ଯାହାକୁ ମହିମାନ୍ବିତ କରୁଛୁ, ଯାହାର ମନରେ ଖୁସି ଦଉଛୁ, ଯାହାକୁ ଆମେ ସନ୍ତୋଷ କରୁଛୁ, ଆମେ ତାର ଆରାଧନା କରୁଛୁ। ମୁଁ ଯଦି ମିଛ କୁହେ, କିଏ ସନ୍ତୋଷ ଲାଭ କରିବ? ଶୈତାନ। ଚୋରି କରେ, ୟେସ୍, ମୁଁ ଯଦି ଚୋରି କରେ, ଶୈତାନ ଖୁସି ହବ। ଆଉ ପରମେଶ୍ୱର କହିବ, ଦେଖୁଛ ପରମେଶ୍ୱର, ତୁମେ ମନୁଷ୍ୟକୁ ନିଜର ପୁତ୍ର କରିକି ସୃଷ୍ଟି କରିଥିଲ, ବୀରେନ୍ଦ୍ରକୁ ତୁମର ପୁତ୍ର କାହାର ଶଶୀ କୃଚି ଦେଖିଲ ତ, ସେ କାହାର ଉପାସକ? ୟେସ୍ ପ୍ରିୟମାନେ, ଶରୀରରେ ଆଉ ଆତ୍ମାରେ ଆମେ ତାଙ୍କର ପ୍ରଶଂସା କରିବା, ଆମେ ତାଙ୍କର ଆରାଧନା କରିବା। ଆମେ ଯଦି ଶୈତାନକୁ ଖୁସି କରିବାକୁ କାର୍ଯ୍ୟ କରୁ, ତାହେଲେ ଆମେ ତାର ଆରାଧନା କରୁଛୁ। এই କଥା ମନେ ରଖିବା।
परमेश्वर चाहती सत्य उपासक जी तांकर मंगल दान को पासोरिब नहीं, जी तार कर्म द्वारा, तार कथा द्वारा, तार व्यवहार द्वारा और तार चिंता द्वारा परमेश्वर को जी गौरवान्वित करिब, जे ही तांकर सत्य उपासक। आज परमेश्वर आम समस्त को चेतई देवा चाहती आमे कहार उपासना करूचु जदि परमेश्वरंकर ताहले बहुत भल आमे स्वर्ग राज्य योग्य होई सारितु। जदि ए जाए आरंभ करिना ताहले से आपण को मते जीवित कर रखिसंती सेहित पई जे आज आमे आरंभ करिबा तांकर उपासना करिबा। आउ केते जण आमे अछु परमेश्वरंकर भी आराधना करूचु, आउ बेले बेले शैतान रो भी आराधना करूचु। शैतान रो मन रे खुशी दउचु हमर कार्य द्वारा, आउ बेले बेले परमेश्वर को मध हम खुशी करूचु, तांको संतोष दउचु। यस प्रिय मने आमे दुईटी नारे गोड़ देई कि चली परिबा नहीं, जाई परिबा नहीं। गोटे डंगा जदि राइट साइड चली जाए, गोटे डंगा जदि लेफ्ट साइड चली जाए, हमर अवस्था कौन हबो? सलील समान पानी भितरे बुड़ीबा सार हबो हमर। आज से आपण को मते स्वाधीनता देइचंती। आमे वाक्य पढ़ी सारिचु। तुम्हें जीवन को हेले चयन करो कि मृत्यु को चयन करो, परमेश्वर को बाछ कि शैतान को बाछ। अनंत जीवन अनंत मृत्यु आम हाथ रे प्रिय माने। यस आमे तांकर उपासक हबा। आमे कृतज्ञ हबा तांकर मेटेरियल जहाँ आमे पाउछु तांकर थारु मंगल दान केवल सेथि पई प्रशंसा करिवा नाही, से आम सहित अछंती। से तांको इच्छा रे मते कढी नउचंती। से प्रत्येक मुहूर्त रे प्रत्येक दिन मो पई चिंता करूचंती। सेथि पई धन्यवाद दबा। यस प्रिय माने चिंता करिबा आमे आज ठारू आ शैतान रो आराधना करिबा नाही। हाँ पार्टी रे आमे आराधना करू ना, आपण माने हुए तो भाबु थाई पारंती मु केबे भी शैतान रो आराधना करू। जदि केबे मिछ कहिचंती प्रिय माने ताहले शैतान के आराधना करिछु आमे। जदि आमे काहाकु प्रतारणा करिछु, जदि आमे काहाकु गाली देइछु, जदि आम मन रे अहंकार भाव अछि, यस प्रिय माने आपण माने निजे चिंता करी जानी परिबे आमे कहार आराधना करूछु। आज ठारू आउन नहीं प्रिय माने से सृष्टिकर्ता परमेश्वर को, से मंगलमय परमेश्वर को आराधना करिबा। आमे गतकाली करथिबा कार्य गुडी के मने पकेबा। से कार्य गुडी को मध्यरु गोटे दुटी मने पकेबा। आमे गतकाली आमे कहार आराधना करू आउ थरे मने पकई दउची। रोमियो 12 पर एक पद हमर शरीर को सजीव पवित्र बलि रूपे उत्सर्ग करिबा, तांकर ग्राह्य बलि रूपे उत्सर्ग करिबा। रोमियो 6 पर्व 13 पद मु सब बेले हम शरीर अंग प्रत्यंग 6 पर्व 13 पद कोन लिखाई म? रोमियो 6 पर्व 13 पद किंबा आपण आपणार अंग प्रत्यंग को अधार्मिकतार अस्त्र शस्त्र रूपे पाप निकट रे समर्पण कर नाही, किंतु मृत्युमानक मध्यरु जीवित हेला परी आपण आपण ईश्वरक निकट रे समर्पण कर। पुणी आपण आपण अंग प्रत्यंग को धार्मिकता रो अस्त्र शस्त्र रूपे ईश्वरक निकट रे समर्पण कर। हालेलुया। तांको पाखरे समर्पित हवा अर्थ हमर प्रत्येक अंग प्रत्यंग को
ପରମେଶ୍ୱରଙ୍କ ହାତରେ ସମର୍ପଣ କରିବା। ମନେ ରଖିବା, ସମର୍ପଣ ଯଦି କରିଦେଇଛୁ ତା ଉପରେ ଆଉ ଆମର ଅଧିକାର ନାହିଁ। ଆପଣଙ୍କର ଅଙ୍ଗ ପ୍ରତ୍ୟଙ୍ଗକୁ ଆପଣ ଯଦି ପରମେଶ୍ୱରଙ୍କ ହାତରେ ସମର୍ପଣ କରିଦେଇଛନ୍ତି, ସେ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ଆପଣଙ୍କର ଅଧିକାର ନାହିଁ। ମୋର ସେଇ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ଅଧିକାର ନାହିଁ। ଅଧିକାର ତାଙ୍କର, ଯାହା ହାତରେ ଆମେ ସମର୍ପଣ କରିଛୁ। ଯଦି ଶୈତାନ ହାତରେ ସମର୍ପଣ କରିଛୁ ତାହେଲେ ସେ ତାକୁ ବ୍ୟବହାର କରିବ। ଯଦି ପରମେଶ୍ୱରଙ୍କ ହାତରେ ସମର୍ପଣ କରିଛୁ, ପରମେଶ୍ୱର ବି ଆମର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ବ୍ୟବହାର କରିବା ପାଇଁ, ତାଙ୍କ ପାଇଁ ବ୍ୟବହାର କରିବା ପାଇଁ, ଧାର୍ମିକତାର ଅସ୍ତ୍ର ଶସ୍ତ୍ର ରୂପେ ବ୍ୟବହାର କରିବା ପାଇଁ ସେ ଚାହାନ୍ତି। ପ୍ରିୟମାନେ, ଆପଣଙ୍କ ଶରୀରକୁ ପରମେଶ୍ୱର ଚାହାନ୍ତି। ଆମର କାର୍ଯ୍ୟ ଦ୍ୱାରା, ଆମର କଥା ଦ୍ୱାରା, ଆମର ଚିନ୍ତା ଦ୍ୱାରା ଆଜିଠାରୁ ଆମେ ପରମେଶ୍ୱରଙ୍କର ଆରାଧନା କରିବା। प्रभु की आवाज सुन मेरी आत्मा, पुकारता तुझे बारंबार, छोड़ के तू बुराई का रास्ता जोड़ दे तू यीशु से रिश्ता। प्रभु की आवाज सुन मेरी आत्मा। यस प्रियମାନେ, ଆମର ଆତ୍ମାକୁ ପବିତ୍ର ଆତ୍ମା କହୁଛନ୍ତି। ଆମେ ଫେରି ଆସିବା ପରମେଶ୍ୱରଙ୍କ ପାଖକୁ, ଯିଏ ଏତେ ପ୍ରେମରେ ଆମକୁ ଠିକ ତାଙ୍କ ପରି କରି ତିଆରି କରିଛନ୍ତି। ସେ ଆମକୁ ଏତେ ପ୍ରେମ କରିଛନ୍ତି, ତାଙ୍କର ପ୍ରାୟ ଅଧିକାରକୁ ସେ ଆମ ସମସ୍ତଙ୍କୁ ଦେଇ ସାରିଛନ୍ତି। ତାଙ୍କ ହାତରେ ଆମର ଅଙ୍ଗ ପ୍ରତ୍ୟଙ୍ଗକୁ, ଆମର ଶରୀରକୁ, ଆମର ମନକୁ ଆମେ ସମର୍ପଣ କରିବା। କେବଳ ଆଉ କେବଳ ତାଙ୍କର ଆରାଧନା କରିବା। ପ୍ରଭୁ এই ବାକ୍ୟ ଦ୍ୱାରା ଗୌରବାନ୍ୱିତ ହୁଅନ୍ତୁ ଏବଂ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମିନ। Amen. Thank Amen. you.